କୁକୁଡ଼ା ଚୋରି କରିଥିଲେ। ଅଶେଷ ଅଶେଷ ଧନ୍ୟବାଦ। ଏଇ ପିଲାର କୁକୁଡ଼ା ଆମେ ଆଣିକି ଫିଷ୍ଟ କରି ଖାଉଛୁ ଚୋରି କରିକି। ତାକୁ ଚିକେନ ରେଡି ହେଇଗଲାଣି, ଖାଲି ଆଳୁ ପଡିବ ଆଉ ପାଣି। ମୋ ରୋଷେଇଟା ଆଜି ଗଳିକନ୍ଦି ଭିତରେ ହଉଛି, ଆଉ ଆସନ୍ତୁ ଖାଇବେ। ଆସନ୍ତୁ ଦେଖିବେ ନା। ଦେଶୀ କୁକୁଡ଼ା ଗୋଟେ ଚୋରେଇକି ନେଇ ଯାଇଥିଲୁ। ତେଲ ଚୁଲି ମାନେ ତେଲ ଗରମ ହେଇଗଲାଣି। ପଇସା ତା ମାଣ୍ଡୁ ସାଙ୍ଗରେ ଝଗଡା କରୁଥିଲା। ତା ମାଣ୍ଡୁ କହୁଛି ତୁ କାହିଁ ସେ ଟୋକା ସାଙ୍ଗରେ କଥା ହେଲୁ। ଦେଖନ୍ତୁ ସାଙ୍ଗମାନେ, ମୁଁ ଯାଉଛି ଆଳୁ ଧୋଇବାକୁ, ଏ ଶଳା ଚିତା ଗୋଟଉଛନ୍ତି, କେହି କରୁନାହାନ୍ତି। ହ୍ୟାଲୋ ସାଙ୍ଗମାନେ, ଭୋଜି ହବ। ଏଇଠି ଗୋପିଆ ଠିଆ ହେଇଛି, ଦିଲ୍ଲୀ। ଆମେ ଯାଉଛୁ ଭୋଜି କରିବାକୁ। ଚିକେନ ମସଲା ଦିଟା ହବ ନା ଗୋଟେ? ସାଙ୍ଗମାନେ, ଆମେ ଯାଉଛୁ ପୁଣି ମସଲା ମସଲି କିଣିବା ପାଇଁ। ଆଜି ଆରଥରିକ ଆଉ ଗୋଟେ ଦଣ୍ଡାରେ ହେଇଥିଲା, ଏଥର ଆଉ ଗୋଟେ ଦଣ୍ଡାରେ ହବ। ସେଇଟା ଯୋଉ ଦଣ୍ଡା ହେଇଥିଲା ମହଦେଇ ଦଣ୍ଡା, ଏଇଟା ହବ ସରୁଆ ଦଣ୍ଡା। ଆଉ ସେଇଠି ପୋଖରୀଟା ଅଛି, ମାଛ ବି ଧରିବୁ, ଦେଖିବା ଯଦି ପଇଲା ପଇଲା ଯଦି ପୋଡ଼ିକି ଖାଇବୁ ମାଛ ଆଉ। ହଉ ଆମେ ଯାଉଛୁ ମସଲା ଫସଲା କିଣିକି ଆଣୁ, ଦେଖେଇବୁ ଆଉ। ହ୍ୟାଲୋ ସାଙ୍ଗମାନେ, ଚିକେନ ଆମର ଦେଶୀ ଚିକେନ ପଳେଇଲା। ଦିଲ୍ଲୀ ଗାଡ଼ି ଚଲାଉଛି, ଆମେ ଯାଉଛୁ ଆଉ। ସାଙ୍ଗମାନେ, ଆମେ ଚାଲିଲୁ ଆମ ଫିଷ୍ଟ ଜାଗାକୁ। ପିଲାମାନେ ଆମର ସବୁ ଆଗରେ ପଳେଇଲେ, ଆମେ ବର୍ତ୍ତମାନ ଯାଉଛୁ ଆଉ।